ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଜାତିସଂଘରେ ଏକ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମରେ ଶାନ୍ତିରକ୍ଷା ଅଭିଯାନ ପାଇଁ ଅଧିକ ସମ୍ବଳ ବ୍ୟବସ୍ଥା କରାଯିବା ଉପରେ ଭାରତର ସ୍ଥାୟୀ ପ୍ରତିନିଧିଙ୍କ ଗୁରୁତ୍ୱାରୋପ। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିମନ୍ତେ ଗଠିତ ଯୁଗ୍ମ ସଂସଦୀୟ କମିଟିର କାର୍ଯ୍ୟକାଳ ବୃଦ୍ଧି। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କଲା ଭାରତ। ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ 3 ମାଓବାଦୀ ନିହତ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ହେବ ମୁକାବିଲା। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ପାର୍ବଥନେନି ହରିଶ ସଂଘର୍ଷରତ ଅଞ୍ଚଳରେ କାର୍ଯ୍ୟରତ ଶାନ୍ତିରକ୍ଷକମାନେ ସାମ୍ନା କରୁଥିବା ବିପଦ ଉପରେ ଆଲୋଚନା କରିଛନ୍ତି। ଗତକାଲି ଜାତିସଂଘ ଶାନ୍ତି ଅଭିଯାନରେ ଅନୁକୂଳତା ବୃଦ୍ଧି ଉପରେ ଏକ ମୁକ୍ତ ବିତର୍କରେ ଭାଗ ନେଇ ସେ କହିଛନ୍ତି, ଶାନ୍ତିରକ୍ଷକମାନେ ବିଭିନ୍ନ ସମୟରେ ଆତଙ୍କବାଦୀ, ସଶସ୍ତ୍ର ଗୋଷ୍ଠୀ ଏବଂ ଅନ୍ୟମାନଙ୍କଠାରୁ ବିପଦର ସମ୍ମୁଖୀନ ହେଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଦେଖାଦେଉଛି। ସେ କହିଛନ୍ତି, ଶାନ୍ତିରକ୍ଷକମାନଙ୍କ କ୍ଷେତ୍ରରେ ଅପରାଧିକ କାର୍ଯ୍ୟକଳାପ ନେଇ ଘଟୁଥିବା ଘଟଣାରେ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ଆବଶ୍ୟକ ପଦକ୍ଷେପ ନେବାର ଗୁରୁତ୍ୱ ରହିଛି। ବର୍ତ୍ତମାନ ସମୟରେ ଘଟୁଥିବା ସଂଘର୍ଷ ଅତ୍ୟନ୍ତ ଜଟିଳ ହେଉଥିବାରୁ ଶାନ୍ତିରକ୍ଷା ଅଭିଯାନଗୁଡ଼ିକରେ ଜରୁରୀକାଳୀନ ବାଧା ଦୂର କରିବା ଲାଗି ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଥିଲାଗି ଶାନ୍ତିରକ୍ଷା ଅଭିଯାନଗୁଡ଼ିକ ପାଇଁ ଅଧିକରୁ ଅଧିକ ସମ୍ବଳ ଏବଂ ଅର୍ଥ ବ୍ୟବସ୍ଥା କରାଯିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ହରିଶ ଅତ୍ୟାଧୁନିକ ନିରୀକ୍ଷଣ ବ୍ୟବସ୍ଥା, ଯୋଗାଯୋଗ ଏବଂ ତଥ୍ୟ ବିଶ୍ଳେଷଣ ଉପାୟଗୁଡ଼ିକର ବ୍ୟବହାର ଉପରେ ଆଲୋଚନା କରି କହିଛନ୍ତି, ପରିସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସେମାନେ ଯେଭଳି ମୁକାବିଲା କରିପାରିବେ ସେଥିଲାଗି ସଚେତନତାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଭାରତ ତା'ର ଜ୍ଞାନକୌଶଳ ଓ ଅଭିଜ୍ଞତା ସମ୍ପର୍କରେ ଜଣାଇବାକୁ ପ୍ରସ୍ତୁତ ରହିଛି। ଶ୍ରୀ ହରିଶ କହିଛନ୍ତି, ଭାରତ ସବୁ ସମୟରେ ବିଶ୍ୱ ଶାନ୍ତି ଦିଗରେ ବ୍ରତୀ ରହିଛି ଏବଂ ଜାତିସଂଘର ଶାନ୍ତିରକ୍ଷା ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଜି ସୁଦ୍ଧା ଜାତିସଂଘ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା 50ରୁ ଅଧିକ ଅଭିଯାନରେ ଭାରତ 3 ଲକ୍ଷରୁ ଅଧିକ ସୈନ୍ୟ ପଠାଇଛି। 2024 ସେପ୍ଟେମ୍ବର ସୁଦ୍ଧା ଭାରତ ଜାତିସଂଘ ଶାନ୍ତିରକ୍ଷା କାର୍ଯ୍ୟକ୍ରମ ପାଇଁ ପଠାଇଥିବା ସୈନିକମାନଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। ଏବେ ବିଶ୍ୱର ବିଭିନ୍ନ ସ୍ଥାନରେ 10ଟି ଶାନ୍ତିରକ୍ଷା ଅଭିଯାନରେ ଭାରତ 153 ଜଣ ମହିଳା ସୁରକ୍ଷାକର୍ମୀଙ୍କ ସମେତ 5384 ଜଣ ଅଧିକାରୀଙ୍କୁ ପଠାଇଛି। ଏହି ଅବସରରେ ଶ୍ରୀ ହରିଶ ଜାତିସଂଘ ଶାନ୍ତିରକ୍ଷା ଅଭିଯାନରେ ଶହୀଦ ହୋଇଥିବା 182 ଜଣ ଭାରତୀୟ ସୈନ୍ୟଙ୍କ ସମେତ 4000ରୁ ଅଧିକ ଶାନ୍ତିରକ୍ଷକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିମନ୍ତେ ଗଠିତ ଯୁଗ୍ମ ସଂସଦୀୟ କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। କମିଟି ଅଧ୍ୟକ୍ଷ ପିପି ଚୌଧୁରୀ ଆଜି ଲୋକସଭାରେ ଆଗତ କରିଥିବା ଏ ସମ୍ପର୍କିତ ପ୍ରସ୍ତାବକୁ ଲୋକସଭା ମଞ୍ଜୁରୀ ପ୍ରଦାନ କରିଛି। ଆସନ୍ତା ମୌସୁମୀ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁଗ୍ମ ସଂସଦୀୟ କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ଗୋଷ୍ଠୀକୁ ସଂରକ୍ଷଣ ଦେବା ଲାଗି ସମ୍ବିଧାନ ପରିବର୍ତ୍ତନ ନେଇ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ବିଜେପି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ଆଜି ସଂସଦ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କଂଗ୍ରେସକୁ କ୍ଷମା ମାଗିବା ଲାଗି ଦାବି କରିଛନ୍ତି। ସେ କହିଛନ୍ତି, ଏଭଳି ମନ୍ତବ୍ୟ ସମ୍ବିଧାନର ଗାରିମା ନଷ୍ଟ କରୁଥିବାରୁ ଶ୍ରୀ ଶିବକୁମାର ମଧ୍ୟ କ୍ଷମା ମାଗିବା ଉଚିତ। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ବାରମ୍ବାର ସମ୍ବିଧାନ ଏବଂ ଡକ୍ଟର ବି.ଆର୍. ଆମ୍ବେଦକରଙ୍କୁ ଅପମାନିତ କରିଆସୁଛି। ସେ କହିଛନ୍ତି, ये प्रिविलेज मोशन मूव करने का मतलब क्या है? तो प्रिविलेज मोशन प्रिविलेज कमेटी है, अपने आप उसमें डिसाइड होगा। लेकिन पहले इन लोगों ने जो संविधान के बारे में और डॉक्टर बाबा साहब अम्बेडकर जी के बारे में लगातार इन लोगों का रुख जो है वो बहुत बार लोग देख चुके हैं। तो कॉन्स्टिट्यूशन इन लोगों ने बार बार कॉन्स्टिट्यूशन का अपमान किया है, शाहबानो केस से लेकर इमरजेंसी लेकर आर्टिकल 350 तक। इसलिए कांग्रेस पार्टी को अभी डी.के. शिव कुमार जी का रिसेंट स्टेटमेंट लेके इन लोगों ने माफी मांगना चाहिए। दिल्ली हाइकोर्ट विचारपति जस्टिस जसवंत वर्माଙ୍କ ସରକାରୀ ବାସଗୃହରୁ ଟଙ୍କା ଜବତ ହେବା ଘଟଣାରେ ଆଜି ସନ୍ଧ୍ୟାରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ ଏକ ବୈଠକ ଡାକିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ବୋଲି ବର୍ଣ୍ଣନା କରି ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି, ଏହା ସଂସଦର ଗାରିମା ସହ ଜଡ଼ିତ। ଏହି ଘଟଣାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନେଇଥିବା ତ୍ୱରିତ ପଦକ୍ଷେପକୁ ଶ୍ରୀ ଧଙ୍କଡ଼ ପ୍ରଶଂସା କରିଛନ୍ତି।
ଆଜି ଶୂନ୍ୟକାଳରେ ସେ କହିଛନ୍ତି ଏହି ଘଟଣାରେ ଏକ ଫଳପ୍ରଦ ଆଲୋଚନା ହେବ ବୋଲି ସେ ଆଶା କରୁଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଗତକାଲି ଶ୍ରୀ ଧଙ୍କଡ଼ ଗୃହର ନେତା ଜେପି ନଡ୍ଡା ଏବଂ ଶ୍ରୀ ଖଡ଼ଗେଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବାସଭବନରୁ ଟଙ୍କା ମିଳିବା ଘଟଣାରେ ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ମନ୍ତବ୍ୟ ଦେବା ଲାଗି କଂଗ୍ରେସ ସାଂସଦ ମନୀଷ ତିୱାରୀ ଦାବି କରିଛନ୍ତି। ସେ କହିଛନ୍ତି ଏହି ଘଟଣା ଦେଶର ସମସ୍ତ ବିଚାର ବିଭାଗ ଓ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ଭାରତ ପୁନର୍ବାର ଦୋହରାଇବା ସହ ଜାତିସଂଘ ଶାନ୍ତିରକ୍ଷା ସଂସ୍କାର କାର୍ଯ୍ୟକ୍ରମରେ ଆଲୋଚନା ସମୟରେ ପାକିସ୍ତାନର କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ପାର୍ବଥ ନେନି ହରିସ୍ ପାକିସ୍ତାନର ମନ୍ତବ୍ୟକୁ ଅମୂଳକ ବୋଲି କହିବା ସହ ଜମ୍ମୁ କାଶ୍ମୀର ଭାରତର ଥିଲା, ରହିଛି ଏବଂ ରହିବ ମଧ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ପାକିସ୍ତାନ ବେନିୟମ ଭାବେ ଜମ୍ମୁ କାଶ୍ମୀରର ଏକ ଅଂଶକୁ ନିଜ ଅଧୀନରେ ରଖିଛି ଏବଂ ଏହାକୁ ତୁରନ୍ତ ମୁକ୍ତ କରିବାର ଆବଶ୍ୟକତା ରହିଛି। ଶ୍ରୀ ହରିସ୍ କହିଛନ୍ତି ପାକିସ୍ତାନ ସମର୍ଥିତ ସୀମାପାର ଆତଙ୍କବାଦକୁ ଅନ୍ୟାୟ ଭାବେ ଯେତେ ସମର୍ଥନ କଲେ ମଧ୍ୟ ତାହା କଦାପି ଫଳପ୍ରଦ ହେବ ନାହିଁ। ଭାରତର ସ୍ଥାୟୀ ପ୍ରତିନିଧି ପାକିସ୍ତାନ ଶାନ୍ତିରକ୍ଷା ଅଭିଯାନ ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ଧ୍ୟାନ ହଟାଇବା ଲାଗି କାଶ୍ମୀର ପ୍ରସଙ୍ଗ ଉପସ୍ଥାପନ କରୁଛି ବୋଲି କହିବା ସହ ଏହାକୁ ନିନ୍ଦା କରିଛନ୍ତି। ଭାରତ ସବୁ ସମୟରେ ପାକିସ୍ତାନ ସହ ପଡ଼ୋଶୀ ଦେଶର ସମ୍ପର୍କ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଇସଲାମାବାଦ ଶତ୍ରୁତାପୂର୍ଣ୍ଣ ଆଚରଣ କରୁଛି। ନିକଟରେ ଏକ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପାକିସ୍ତାନ ସବୁ ସମୟରେ ଶତ୍ରୁତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରୁଛି। ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ 3 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ବିଜାପୁର ଏବଂ ଦନ୍ତେୱାଡ଼ା ଜିଲ୍ଲାର ସୀମାବର୍ତ୍ତୀ ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନରେ ମିଳିତ ସୁରକ୍ଷା ବଳକୁ ଏହି ସଫଳତା ମିଳିଛି। ଅଭିଯାନ ସମୟରେ ସୁରକ୍ଷା ବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଆଜି ସକାଳେ ଗୁଳି ବିନିମୟ ଘଟିଥିଲା। ଇତିମଧ୍ୟରେ ସୁରକ୍ଷା ବଳ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଥିବା ଜଣାପଡ଼ିଛି। ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ହୀରାନଗର ସେକ୍ଟରର ଏକ ଜଙ୍ଗଲରେ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଆଜି ତୃତୀୟ ଦିନରେ ମଧ୍ୟ ତଲାସୀ ଅଭିଯାନ ଜାରି ରହିଛି। ଗତ ରବିବାର ସନ୍ଧ୍ୟାରେ ହୀରାନଗର ସେକ୍ଟରର ସରିଆଲ ଗ୍ରାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଡିଜିପି ନଳିନୀ ପ୍ରଭାତଙ୍କ ନେତୃତ୍ୱରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଆମ ଆକାଶବାଣୀ ଜମ୍ମୁ ସମ୍ବାଦଦାତା ସୂଚନା ଦେଇଛନ୍ତି ସେନାର ଏକ ହେଲିକପ୍ଟର ସେହି ଅଞ୍ଚଳରେ ପଇଁତରା ମାରୁଛି। ପାକିସ୍ତାନର ଅନ୍ତର୍ଜାତୀୟ ସୀମାଠାରୁ ପାଖାପାଖି 5 କିଲୋମିଟର ଦୂର ସରିଆଲ ଗ୍ରାମର ଏକ ନର୍ସରୀରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୋଲିସର ଏକ ସ୍ୱତନ୍ତ୍ର ଦଳ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଜଣେ ଅବସରପ୍ରାପ୍ତ ସବ୍ ଇନ୍ସପେକ୍ଟରଙ୍କୁ 4 ଜଣ ବ୍ୟକ୍ତି ହତ୍ୟା କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ମାନବାଧିକାର ଆୟୋଗ ନିଜ ଆଡ଼ୁ ଗ୍ରହଣ କରିଛନ୍ତି। ରିପୋର୍ଟ ଅନୁଯାୟୀ ପୀଡ଼ିତ ଜଣକ ଜଣେ ସାମାଜିକ କର୍ମୀ ଥିଲେ, ଯିଏ ସେହି ଅଞ୍ଚଳରେ ୱାକଫ୍ ଜମି ଜବରଦଖଲ ବିରୋଧରେ ଆଇନଗତ ମାମଲା ଦାୟର କରୁଥିଲେ। ସେଥିପାଇଁ ତାଙ୍କୁ ପୂର୍ବରୁ ହତ୍ୟା ଧମକ ମଧ୍ୟ ମିଳିଥିଲା। ମାମଲାର ଗମ୍ଭୀରତାକୁ ଦେଖି ଜାତୀୟ ମାନବାଧିକାର ଆୟୋଗ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ ଓ ତିରୁନେଲଭେଲିର ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିବା ସହ ଆସନ୍ତା 4 ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆଇପିଏଲ୍ କ୍ରିକେଟରେ ଆଜି ଅହମ୍ମଦାବାଦଠାରେ ସନ୍ଧ୍ୟା 7:30ଟାରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ବିଶାଖାପଟ୍ଟନମର ୱାଇଏସ୍ ରାଜଶେଖର ରେଡ୍ଡି କ୍ରିକେଟ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 209 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଦିଲ୍ଲୀ 19 ଓଭର 3ଟି ବଲ୍ରେ 9 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଏଏଫ୍ସି ଏସିଆନ୍ କପ୍ 2027 ପ୍ରତିଯୋଗିତା ପାଇଁ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ରାଉଣ୍ଡ ମ୍ୟାଚ୍ରେ ଆଜି ଭାରତ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ମେଘାଳୟର ଶିଲଂସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଜାତିସଂଘରେ ଏକ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମରେ ଶାନ୍ତିରକ୍ଷା ଅଭିଯାନ ପାଇଁ ଅଧିକ ସମ୍ବଳ ବ୍ୟବସ୍ଥା କରାଯିବା ଉପରେ ଭାରତର ସ୍ଥାୟୀ ପ୍ରତିନିଧିଙ୍କ ଗୁରୁତ୍ୱାରୋପ। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିମନ୍ତେ ଗଠିତ ଯୁଗ୍ମ ସଂସଦୀୟ କମିଟିର କାର୍ଯ୍ୟକାଳ ବୃଦ୍ଧି। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କଲା ଭାରତ। ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ 3 ମାଓବାଦୀ ନିହତ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।